ବିଜେଡି ପରାଜୟ ପରେ ରଙ୍ଗ ବଦଳାଇଛନ୍ତି ପାଣ୍ଡିଆନ କପଲ। ଚାଇଲ୍ଡ କେୟାର ଲିଭ୍ ଆପ୍ଲାଏ କରି ଫରେନ୍ରେ ରହୁଛନ୍ତି ସ୍ତ୍ରୀ। ଏପଟେ ପ୍ରଚ୍ଛଦ ପଟରେ ରହି ରାଜନୀତି କରୁଛନ୍ତି ସ୍ୱାମୀ। ସିଧାସଳଖ କହିବାକୁ ଗଲେ ଖେଳ ଖେଳୁଛନ୍ତି କି ପାଣ୍ଡିଆନ କପଲ? ହଁ ଆଜ୍ଞା, ବିଜେଡି ସରକାରରେ ସର୍ବାଧିକ ଚର୍ଚ୍ଚିତ ଆଏସ୍ ଦମ୍ପତି ଭିକେ ପାଣ୍ଡିଆନ ଏବଂ ସୁଜାତା କାର୍ତ୍ତିକେୟନ। ନିର୍ବାଚନ ବେଳେ ଏହି ଦୁଇ ଅଫିସରଙ୍କର ଶାସକ ବିଜେଡି ସହ ରାଜନୈତିକ ଲିଙ୍କ ଏବଂ କାର୍ଯ୍ୟକଳାପକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା। ସେଥିପାଇଁ ନିର୍ବାଚନ କମିଶନ ପାଣ୍ଡିଆନଙ୍କର ପତି ସୁଜାତାଙ୍କ ବିଭାଗ ପରିବର୍ତ୍ତନ କରିଥିଲେ। ଆଉ ନିର୍ବାଚନ ସରିଲା ବେଳେ ଯେତେବେଳେ ସତ୍ତାର ପରିବର୍ତ୍ତନ ହେଲା, ଦୁହିଁଙ୍କର ରଙ୍ଗ ପୁରା ବଦଳିଗଲା। ପ୍ରଥମେ 6 ମାସରେ ଲମ୍ବା ଛୁଟି ନେଇଗଲେ ଆଇଏସ୍ ସୁଜାତା ରାଉତ କାର୍ତ୍ତିକେୟନ। ଆଉ ତାପରେ ରାଜନୀତିରେ ଅବସର ଘୋଷଣା କଲେ ପାଣ୍ଡିଆନ। ତେବେ ସୁଜାତା ଆସନ୍ତା ନଭେମ୍ବର ଯାଏ ଛୁଟିରେ ଯାଇଛନ୍ତି। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ସେ ଏବଂ ମିଶନ ଶକ୍ତି କଥା ବୁଝୁଥିଲେ ହିଁ ତାଙ୍କ ବିରୋଧରେ ରହିଥିଲା ମାଳ ମାଳ ଅଭିଯୋଗ। ଏପରିକି ମିଶନ ଶକ୍ତିରେ ଥିବାବେଳେ ପୋଳା ପୋଳା ଟଙ୍କାର ଆତ୍ମସାତ କରିଥିବାର ଅଭିଯୋଗ ରହିଛି ସୁଜାତାଙ୍କ ନାଁରେ। ପରେ ତାଙ୍କର ବିଭାଗ ପରିବର୍ତ୍ତନ ହୋଇଥିଲା। ସେପଟେ ସୁଜାତା ନିଜ ଝିଅର 10ମ ପରୀକ୍ଷା ପାଇଁ ଛୁଟି ନେଇଥିବାର କାରଣ ଦର୍ଶାଇଛନ୍ତି। ହେଲେ ପାଣ୍ଡିଆନ ଯେତେବେଳେ ଦିଲ୍ଲୀ ଯାଇଥିଲେ, ସେହି ସମୟରେ ସୁଜାତା 6 ମାସର ଚାଇଲ୍ଡ କେୟାର ଛୁଟି ଆପ୍ଲାଏ କରି ବିଦେଶ ଯାଇଛନ୍ତି। ଆଉ ଏପଟେ ସକ୍ରିୟ ରାଜନୀତିର ଅବସର ଘୋଷଣା କରିଥିଲେ ଭିକେ ପାଣ୍ଡିଆନ। ତେବେ ଓଡ଼ିଶାର ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନ କପଲଙ୍କ ଏପରି ନିଷ୍ପତ୍ତି ଚର୍ଚ୍ଚାର କାରଣ ପାଲଟିଛି। ସେପଟେ ବିଜେଡି 2024 ନିର୍ବାଚନ ହାରିଯିବା ପରେ ଦଳ ଭିତରେ ସୃଷ୍ଟି ହୋଇଥିଲା ବିଦ୍ରୋହ। ଆଉ ଭିକେ ପାଣ୍ଡିଆନକୁ ନେଇ ଦାୟୀ କରିଥିଲେ ଦଳର ନେତା ଆଉ କର୍ମୀମାନେ। ସେଥିପାଇଁ ଲୋକ ଦେଖାଣିଆ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଭିକେ ପାଣ୍ଡିଆନ, କିନ୍ତୁ ଭିତରେ ଫୁଲ୍ ସକ୍ରିୟ ରହିଛନ୍ତି। ଆଗରୁ ନବୀନଙ୍କ ପାଖେ ପାଖେ ରହିଥିବା ପାଣ୍ଡିଆନ ଏବେ ପୁରା ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। କେତେବେଳେ କୁଆଡ଼େ ଯାଉଛନ୍ତି ତାର କେହି ବି ଟେର ପାଉନାହାନ୍ତି। ଅନେକ ଥର ଖବର ରହିଛି ଯେ ବିଜେଡି ତାର ନବକଳ କରୁଥିଲା ବେଳେ ଏଥରେ ପୁରା ହସ୍ତକ୍ଷେପ ପାଣ୍ଡିଆନକୁ ମିଳିଛି। କାରଣ ଦଳ କମିଟି ଗଠନରେ ସଦସ୍ୟ ବାଛିବା ପାଇଁ ପରୋକ୍ଷରେ ପାଣ୍ଡିଆନଙ୍କର ହାତ ରହିଛି ବୋଲି କୁହାଯାଉଛି। କିନ୍ତୁ ଜନସାଧାରଣ ଓ କ୍ୟାମେରା ସାମ୍ନାରେ ଆଉ ଦେଖାଯାଉନାହାନ୍ତି ବାବୁ। ସେପଟେ ସ୍ତ୍ରୀ ଫରେନ୍ରେ ଫୁଲ୍ ଏନ୍ଜୟ କରୁଥିବା ବେଳେ ଏପଟେ ପାଣ୍ଡିଆନ ଓଡ଼ିଶାରେ ଲୁଚି ରହିଥିବା କଥା କାହାକୁ ବି ଅଛପା ନାହିଁ। ତେବେ ଓଡ଼ିଶାର ଅଫିସର କୋଟେରୀ ଭାଙ୍ଗିବା ପରେ ଅର୍ଥଲୋଭୀ ଏବଂ କ୍ଷମତାଲୋଭୀ ଏହି ଦମ୍ପତି ପୁଣି କେଉଁ ପ୍ଲାନ୍ କରି ଲୋକଙ୍କ ସାମ୍ନାକୁ ଆସିବେ, ତାହା ଦେଖିବାକୁ ବାକି ରହିଲା। ଦ ରିପୋର୍ଟ 3KYT।